ଯଦି ଆପଣ କେଉଁ ଝିଅ ବା ବିବାହିତା ମହିଳାକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ମାତ୍ର 3 ଥର ପଢ଼ି ଦିଅନ୍ତୁ ଏହି 3ଟି ଶବ୍ଦ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ବା ବିବାହିତା ମହିଳା ଆପଣଙ୍କ ପ୍ରେମରେ ଦିୱାନୀ ହେଇଯିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ବା ମହିଳା ରାତି ଦିନ ଆପଣଙ୍କ କଥା ଭାବିବ, ପାଗଳୀ ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ବଶୀକରଣ କରି କରି ଥକିଗଲେଣି, ଆଉ ସଫଳ ହୋଇପାରୁନାହାନ୍ତି, ଝିଅ ପଟେଇ ପାରୁନାହାନ୍ତି, ତେବେ ମାତ୍ର ଥରେ ଆଜିର ଏହି ବଶୀକରଣ ଉପାୟ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ଯେଉଁ ବିବାହିତା ନାରୀ ଆପଣଙ୍କୁ ଭାव ଦେଉନଥିଲା ସିଏ ଆପଣଙ୍କ ବଶରେ ହେଇଯିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଯେତେବେଳେ ଆପଣ ସକାଳୁ ଉଠିବେ ବାସି ମୁହଁରେ ମାତ୍ର 3 ଥର ଏହି 3ଟି ଶବ୍ଦକୁ ପଢ଼ିଦେବେ। ତାପରେ ଦେଖିବେ ଚମତ୍କାର, କିପରି ସେହି ସମୟଠାରୁ ସେ ଝିଅ ବା ବିବାହିତା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ, ମନ୍ତ୍ର ଠିକ୍ ସେ ଉଚ୍ଚାରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ମହିଳା ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ ସିଏ 100ରୁ 100% ଆପଣଙ୍କର ବଶରେ ହେଇଯିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି କରିପାରିବେ, ଆଉ ନିଜ ପସନ୍ଦର ଝିଅ ବା ମହିଳାକୁ ଅତି ସହଜରେ ନିଜର କରିପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ଯେତେବେଳେ ସକାଳୁ ଉଠିବେ ବାସି ମୁହଁରେ ମାତ୍ର 3 ଥର ଏହି 3ଟି ଶବ୍ଦକୁ ପଢ଼ିଦେବେ। ସେ ଝିଅ ବା ମହିଳାକୁ ମନରେ ଭାବିକି ଏହି 3ଟି ଶବ୍ଦକୁ 3 ଥର ପଢ଼ିଦେବେ। ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ମନ୍ତ୍ରକୁ ପଢ଼ିବା ମାତ୍ରେ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ମହିଳା ବିଚଳିତ ହୋଇ ଉଠିବ, ଖାଲି ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଖାଲି ଛଟପଟ ହେବ। ଧ୍ୟାନ ସହିତ ଶୁଣନ୍ତୁ, ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମାତ୍ର ଥରେ ମୋ କଥା ମାନି ସକାଳୁ ବାସି ମୁହଁରେ ଏହି 3ଟି ଶବ୍ଦକୁ 3 ଥର ପଢ଼ିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣକୁ ପ୍ରୟୋଗ କରି ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି
ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣ ହେଉଛି ଏତେ ଶକ୍ତିଶାଳୀ କି ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ବା ମହିଳା ସାରା ଜୀବନ ପାଇଁ ଆପଣଙ୍କ ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ଯଦି ଆପଣ ସେ ଝିଅ ବା ମହିଳାକୁ ସତରେ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ପ୍ରୟୋଗ କରିବେ। ଠିକ୍ ଅଛି। ତେବେ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ମହିଳାକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଦେଖିବେ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ବିନା ହାତ ଗୋଡ଼ ଧୋଇକି ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ସକାଳୁ ଉଠିବେ ବାସି ମୁହଁରେ ନିଜର ଶୋଇବା ସେଜ ଉପରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କ'ଣ କରିବେ, ମୁଁ ଆପଣଙ୍କୁ 3ଟି ଶବ୍ଦ କହିବି, ଏହି 3ଟି ଶବ୍ଦକୁ ଆପଣ 3 ଥର ପଢ଼ିବେ। ତାପରେ ଝିଅର ନାମ କହିବେ, ତାପରେ କହିବେ ଦୁହାଇ ହେ ଅଘରୀ ବାବା କି। ଧ୍ୟାନ ସହିତ ଶୁଣନ୍ତୁ ସେହି 3ଟି ଶବ୍ଦ। ସେ 3ଟି ଶବ୍ଦ ହେଉଛି ତ୍ରିଂ ତ୍ରିଂ ତ୍ରିଂ। ଏହି 3ଟି ଶବ୍ଦକୁ ପଢ଼ିବେ। ତାପରେ ସେ ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ କହିବେ ଦୁହାଇ ହେ ଅଘରୀ ବାବା କି। ଦେଖନ୍ତୁ କିପରି ଆପଣ ମନ୍ତ୍ରକୁ ପଢ଼ିବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅ ବା ମହିଳାକୁ ନିଜ ବଶରେ କରିବାକୁ ଚାହୁଁଛନ୍ତି, ତାର ନାମ ହେଉଛି ମାମାଲି। ତେବେ ଆପଣ ମନ୍ତ୍ରକୁ ଏହିପରି ପଢ଼ିବେ ତ୍ରିଂ 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 ମାମାଲି ଦୁହାଇ ହେ ଅଘରୀ ବାବା କି। ଏହିପରି ଆପଣ ମନ୍ତ୍ରକୁ ମାତ୍ର 3 ଥର ପଢ଼ିବେ। 3 ଥର ମନ୍ତ୍ର ପଢ଼ି ସାରିବା ପରେ ଆପଣ ସେଜ ଛାଡ଼ିଦେବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ କରିବେ। ମନେ ରଖନ୍ତୁ, ପ୍ରଥମ ଦିନରୁ ହିଁ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। କିନ୍ତୁ ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ଏହି ବିଧିକୁ କରିବେ, ଏହି ମନ୍ତ୍ରକୁ ପଢ଼ିବେ। ତାପରେ ଦେଖିବେ ସାରା ଜୀବନ ପାଇଁ ସେ ଝିଅ ବା ମହିଳା ଆପଣଙ୍କ ବଶରେ ହେଇଯିବ। ଧନ୍ୟବାଦ।